ସେଗୁଡ଼ା ଫଟୋ କରିଛି ଏବଂ ବର୍ଷାଲୟ ଟିମ୍ର ପ୍ଲେୟର୍ସ କାହ୍ନା ଏବଂ ଏବେ ଆମର କମିଟି ଦ୍ୱାରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ର ଆଖ୍ୟା ଅର୍ଜନ କରିଛନ୍ତି, ଯାହାକୁ ପ୍ରଦାନ କରିବେ ଆମର ମୁଖ୍ୟ ଅତିଥି ଶ୍ରୀ କୁମୁ ବେହେରା ସରପଞ୍ଚ। ଦୁଇଟା ୱିକେଟ ପତନ ହୋଇଥିଲା। ସେଇ ସମୟରେ ଆମର କଣ ଥିଲା ଯେ କି ଆପଣ ସେଇ ପତନରୁ କେମିତି ଉପରକୁ ଉଠିବେ ଏବଂ ଆପଣ ଟିମକୁ କେମିତି লিড କରିବେ, କିଛି ସଂକ୍ଷେପରେ କହିବେ। ପ୍ରଥମ ଓଭରରେ ଯେତେବେଳେ ଦୁଇଟି ୱିକେଟ ହେଇଥିଲା ମୁଁ ଭାବିଥିଲି ଯେ କ୍ରିଜରେ ଆସିଲେ ଷ୍ଟ୍ରାଇକ୍ ଚେଞ୍ଜ କରିବି, ବା ସେତିକି ମୋ ମାଇଣ୍ଡରେ ଥିଲା। ଆଉ ସେମିତି ବଲ୍ ପାଇଲେ ମାନେ ଫ୍ଲିଡ୍ ବଲ୍ ପାଇଲେ ସେମିତି ମାରିବି ଭାବିଥିଲି ପ୍ରଥମରୁ। ମୁଁ ଦେଖିଥିଲି ଗୋଟେ ସୁଦକ୍ଷ ଯଦି ଯିଏକି କମ୍ପ୍ଲିଟ ବ୍ୟାଟ୍ସମ୍ୟାନ, କମ୍ପ୍ଲିଟ ବୋଲର, କମ୍ପ୍ଲିଟ ଫିଲ୍ଡର, ଆପଣ ମାଇଣ୍ଡରେ ଏମିତି କଣ ଥିଲା ଯେ କି ପ୍ରଥମେ ସିଙ୍ଗଲ କରିବେ ନା ପ୍ରଥମେ ଛକା ମାରିବେ, କଣ ଥିଲା? ସିଙ୍ଗଲ ରୋଟେସନ ଆପଣ କରି 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 ଲାଷ୍ଟରେ ଗୋଟେ ବିଶାଳ ସ୍କୋର କରିଥିଲେ, ଯାହାକି ୱିନ୍ ହେବାକୁ ଆପଣଙ୍କୁ ସହଜ ପଡ଼ିଥିଲା। ଆପଣ ଆଗରୁ କେବେ ପ୍ରାକ୍ଟିସ କରିଥିଲେ ନା ଏବେ ଆସିକି ସଡନ ଖେଳିଛନ୍ତି? ବିନା ପ୍ରାକ୍ଟିସ ତ କିଛି ହେଇପାରିବ ନାହିଁ। ଏମିତି ଫିଲ୍ଡିଂ, ବୋଲିଂ, ବ୍ୟାଟିଂ ଏମିତି ବିନା ପ୍ରାକ୍ଟିସ କିଛି ହେଇପାରିବ ନାହିଁ। थैंक यू कान्हा बाबू, आपन अनुसार प्रैक्टिस मेक्स ए मैन परफेक्ट, जाकि आमे कान्हा बाबू को पक्ष देखिले। वर्तमान मैं अनुरोध करी आमर मुख्य अतिथि कान्हा बाबू को पुरस्कृत करेंगे ट्रॉफी सहित।